ପିଲାମାନେ ଆଜି ଆମେ ଜାଣିବା ଏବଂ ଶୁଣିବା ବୁଦ୍ଧିଆ ଛେଳିର ଗପ। ଗୋଟିଏ ଗାଁରେ ଜଣଙ୍କ ଘରେ ପଲ୍ଲୀ ଛେଳି ରହୁଥିଲେ। ସେମାନେ ସବୁଦିନ ପାଖ ଜଙ୍ଗଲକୁ ଚରିବାକୁ ଯାଆନ୍ତି। ଦିନେ ଗୋଟିଏ ଛେଳି ଜଙ୍ଗଲରେ ରହିଗଲା। ଘରକୁ ଫେରିବା ପାଇଁ ବାଟ ପାଇଲା ନାହିଁ। ରାତି ମଧ୍ୟ ହୋଇଗଲା। ବିପଦ ମାଡ଼ି ଆସୁଛି ବୋଲି ସେଇ ଛେଳିକୁ ଭାରି ଡର ଲାଗୁଥାଏ। ଭୟରେ ସେ ଗୋଟିଏ ଉଇହୁଙ୍କ ଉପରକୁ ଚଢ଼ିଗଲା। ଠିକ୍ ସେତିକି ବେଳେ ବାଘଟି ଆସିଲା। ବାଘଟି ଛେଳିକୁ ଦେଖି ଭାବିଲା, ଏଇଟା ଗୋଟିଏ ନୂଆ ଜନ୍ତୁ। ବାଘ କହିଲା, ତୁ କିଏ ରେ ମୋ ଜଙ୍ଗଲରେ? ସେହି ଛେଳି ବାଘକୁ ଦେଖି ବହୁତ ଡରୁଥାଏ। ହେଲେ ମନରେ ସାହସ ବାନ୍ଧି ଛେଳି କହିଲା, ମୁଁ ହଉଛି ଏହି ଜଙ୍ଗଲର ଭାଗ। ମୁଁ ବାଘକୁ ମାରି ଖାଏ। ଛେଳି କଥା ଶୁଣି ବାଘ ଡରିଗଲା। ହେଁ, ମୋ ଜଙ୍ଗଲରେ ଭାଗ ପୁଣି କିଏ? ବାଘଟି ଭୟରେ ସେହି ସ୍ଥାନରୁ ଖୁବ୍ ଜୋରରେ ଦୌଡ଼ିଲା। ବାଟରେ ବିଲୁଆ ସହିତ ଦେଖା ହେଲା। ବିଲୁଆ କହିଲା, ମାମୁଁ ମାମୁଁ, କୁଆଡ଼େ ଏତେ ଜୋରରେ ଦୌଡ଼ିକି ଯାଉଛ? ରୁହ ରୁହ। ବିଲୁଆ ବାଘକୁ ଅଟକାଇ ପୁଣି ପଚାରିଲା, କଣ ହୋଇଛି ମାମୁଁ? ବାଘ କହିଲା, ମୋ ଜଙ୍ଗଲକୁ ଗୋଟିଏ ଭାଗ ଆସିଛି ରେ, ଆମକୁ ଖାଇଦେବ। ଚାଲ ଆମେ ଏହି ଜଙ୍ଗଲରୁ ଦୌଡ଼ିକି ପଳେଇବା। ବାଘ କଥା ଶୁଣି ବିଲୁଆ ମୁରୁକି ହସିଦେଲା। ମାମୁଁ, ସେଇଟା ଗୋଟିଏ ଛେଳିଟାଏ। ଘରକୁ ଯିବା ପାଇଁ ବାଟ ଭୁଲି ଯାଇଛି। ସେଥିପାଇଁ ସେ ଜଙ୍ଗଲରେ ରହିଯାଇଛି। ତମେ ତାକୁ ଡରୁଛ? ଆସ ଆସ, ମୋ ସହିତ ଦେଖିବା ଆସ। ବାଘ ତଥାପି ଡରୁଥାଏ। ହେଁ, ବିଲୁଆ ବଡ଼ ଚତୁର। ମତେ ମିଛ କହିକି ନେଉନି ତ? ହଉ ହଉ, ଚାଲ। ଦୁଇ ଜଣ ତାଙ୍କ ଲାଞ୍ଜକୁ ଲାଞ୍ଜ ବାନ୍ଧି ହୁଙ୍କ ପାଖକୁ ଯିବାକୁ ଲାଗିଲେ। ସେପଟେ ଦୂରରୁ ଛେଳି ଦେଖୁଥାଏ, ବାଘ ଓ ବିଲୁଆ ଏକା ସାଙ୍ଗରେ ଆସୁଛନ୍ତି। ସେମାନଙ୍କୁ ଦେଖି ସେ ଗୋଟିଏ ବୁଦ୍ଧି ଲଗାଇ ଜୋର ପାଟିରେ କହିଲା, ହଇରେ ବିଲୁଆ, ତତେ ପରା କହିଥିଲି ମତେ ଭାରି ଭୋକ ହଉଛି। ମୋ ପାଇଁ 7ଟା ବାଘ ଆଣିବୁ। ତୁ କଣ ଗୋଟିଏ ବାଘ ଆଣିଛୁ? ହଉ ହଉ ଆଣେ, ମୁଁ ସେଇ ଗୋଟିଏ ଆଗ ଜଳଖିଆ କରିଦିଏ। ଛେଳି କଥା ଶୁଣି ବାଘ ଭୟରେ ପୁଣି ଜୋରରେ ଦୌଡ଼ିଲା। ହେଲେ ବିଲୁଆର ଲାଞ୍ଜ ତ ବାଘର ଲାଞ୍ଜରେ ବନ୍ଧା ହୋଇଥିଲା। ବିଲୁଆ ଘୋଷାଡ଼ି ହୋଇ ଖଣ୍ଡିଆ ଖାବରା ହୋଇଗଲା। ସେତିକିରେ ସକାଳ ମଧ୍ୟ ହୋଇଗଲା। ଆଉ ବୁଦ୍ଧିଆ ଛେଳି ମନ ଖୁସିରେ ଘରକୁ ଫେରିଲା। ପିଲାମାନେ, ଏହି ଗପରୁ ଆମେ କଣ ଶିଖିଲେ? ଏହି ଗପରୁ ଆମେ ଶିଖିଲେ ଯେ ବିପଦ ବେଳେ କେମିତି ଉପସ୍ଥିତ ବୁଦ୍ଧି ଲଗାଇ ନିଜ ଜୀବନକୁ ବଞ୍ଚାଇବା।